ଆଜିର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ତାର ବୈଠକ ଆଜି ଦୁଇଟି କରାଗଲା। ସେଥିରେ ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗଣ ଏବଂ ବିଭାଗୀୟ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଯେଉଁମାନେ ଇଏ ବିପର୍ଯ୍ୟୟ କମିଟିର ସଦସ୍ୟ ଅଛନ୍ତି ସମସ୍ତେ ଆଜି ଉପସ୍ଥିତ ଥିଲେ ଏବଂ ବିଭିନ୍ନ ପ୍ରକାରର ପ୍ରସ୍ତାବ ନିଜ ଅଞ୍ଚଳକୁ ଆଧାର କରି ସେମାନେ ପ୍ରସ୍ତାବ ବି ସବୁ ଦେଇଛନ୍ତି ଏବଂ ତାର ସେ ପ୍ରସ୍ତାବ ଗୁଡ଼ିକ ବିଚାର କରିକି ବିହିତ ପଦକ୍ଷେପ ନେବା ପାଇଁ ମଧ୍ୟ ଦିଆହେଇଛି। ସେଥିରେ ରାଜ୍ୟରେ ଯେଉଁ ବିଭିନ୍ନ ପ୍ରକାରର ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ତା କରିକି ବିଶେଷ କରିକି ବର୍ଷା ଦିନରେ ବର୍ଷା ଜନିତ ବନ୍ୟା ପରିସ୍ଥିତି ଯେଉଁ ହୁଏ ଏବଂ ସେଥିପାଇଁ ଆବଶ୍ୟକୀୟ ସମସ୍ତ ଆମର ଯେଉଁ ରିଲିଫ୍ ସ୍ପେଶାଲ ରିଲିଫ୍ କମିଶନର ଅଛନ୍ତି ଏବଂ ବିଭାଗ ମନ୍ତ୍ରୀ ଅଛନ୍ତି ତାଙ୍କ ସହିତ ସେମାନେ ଆଗରୁ ମଧ୍ୟ ପ୍ରସ୍ତୁତି ହେଇଥିଲେ ଏବଂ ଆଜି ତାହାର ସମ୍ପୂର୍ଣ୍ଣ ଭାବରେ ଏହା କିଭଳି ଭାବରେ କାର୍ଯ୍ୟକ୍ରମ କରାଯିବ ସେ ବାବଦରେ ଆଲୋଚନା କରାଯାଇଛି ଏବଂ ତା ସହିତ ମଧ୍ୟ ଆପଣଙ୍କର ବନ୍ୟା ହେବ ଏରିଆରେ ବିଭିନ୍ନ ଅଳ୍ପ ବର୍ଷାରେ ମଧ୍ୟ ଯେଉଁଠି ଆପଣଙ୍କର ସହର ଅଛି ସହରରେ ମଧ୍ୟ ବିଭିନ୍ନ ସମୟରେ କିଛି ଅଳ୍ପ ବର୍ଷାରେ ବି ବନ୍ୟା ପରିସ୍ଥିତି ବି ସୃଷ୍ଟି ହେଉଛି। ସେଥିପାଇଁ ମଧ୍ୟ ବିଶେଷ କରିକି ଆମର ଭୁବନେଶ୍ୱର ମହାନଗର ନିଗମ ଯେଉଁ ଅଛି ସହରାଞ୍ଚଳ ଅଞ୍ଚଳ ଏଥିରେ ବି ଯେଉଁ ବନ୍ୟା ଆସେ ସହର ଭିତରେ ସେଥିପାଇଁ ତାକୁ କିଭଳି ଭାବରେ ଆଗାମୀ ଦିନରେ ତାର ଯେଉଁ ବନ୍ଦୋବସ୍ତ କରାଯିବ ସେଥିପାଇଁ ଗୋଟିଏ ଯୋଜନା କରାଯାଇଛି ଏବଂ ତାଙ୍କୁ ଦାୟିତ୍ୱ ବି ଦିଆଯାଇଛି 200 କୋଟି ଟଙ୍କାରେ ଏକ ପ୍ରସ୍ତାବ ସେମାନେ ତିଆରି କରିବେ ଏବଂ ସେଟା ସେମାନେ ଆମକୁ ପ୍ରଦାନ କରିବେ ଏବଂ ତା ସହିତ ମଧ୍ୟ କଟକ ଭୁବନେଶ୍ୱର ଉଭୟ ସହରଙ୍କୁ ସହରାଞ୍ଚଳର ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀ ତାଙ୍କର ବୈଷୟିକ ସହାୟତା ଦେବା ସହିତ କିଭଳି ଭାବରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିକି ସରକାରକୁ ପ୍ରଦାନ କରିବେ ସେ ବାବଦରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆହେଇଛି। ସାଧାରଣତଃ ଭାବରେ ବନ୍ୟା ସମୟରେ ତାର ନିୟନ୍ତ୍ରଣ ରଖିବା ପାଇଁ ଏବଂ ଖବର ଅପଡେଟ୍ ନେବା ପାଇଁ ମଧ୍ୟ ଆପଣଙ୍କର ରାଜ୍ୟସ୍ତରୀୟ ଜିଲ୍ଲାସ୍ତରୀୟ ସବଡିଭିଜନାଲ ବ୍ଲକ ସ୍ତର ପର୍ଯ୍ୟନ୍ତ ଆପଣଙ୍କର 24 ଘଣ୍ଟା କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥାକୁ ଆହୁରି ଅଧିକ ସ୍ମାର୍ଟ କରାଯିବ, ଅପଡେଟ୍ କରାଯିବ। ଏ କଥାକୁ ମଧ୍ୟ ଆଜି ଆଲୋଚନା ହେଇଛି। କେବଳ ଗୋଟିଏ କଥା ହେଲା ସାପ କାମୁଡ଼ାରେ ବହୁତ ସମୟରେ ବର୍ଷା ଦିନରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ସେମାନେ ଏବେ ବି ଡାକ୍ତରଖାନାକୁ ନ ଯାଇକରି ତାଙ୍କର ସେ ଅନ୍ଧବିଶ୍ୱାସର ସାହାଯ୍ୟ ନେଇଥାନ୍ତି। ଡାକ୍ତରଖାନା ଯିବା ପାଇଁ ସେଥିପାଇଁ ଆଣ୍ଟି ସ୍ନେକ୍ ଭେନମ୍ ପର୍ଯ୍ୟାପ୍ତ ସମୟ ରଖିବା ପାଇଁ ତାକୁ ମଧ୍ୟ କରାହେଉଛି।